ଉତ୍କଳ ଦିବସ ପାଇଁ ସହଜ ଭାଷଣଟିଏ। ସମ୍ମାନନୀୟ ସଭାପତି ମହୋଦୟ, ପ୍ରିୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ଅତିଥିଗଣ ଏବଂ ମୋର ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ପବିତ୍ର ଉତ୍କଳ ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ପ୍ରତିବର୍ଷ ଏପ୍ରିଲ 1 ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଏ। ଉତ୍କଳ ଦିବସ ପାଳନ କରି ଓଡ଼ିଶାବାସୀ ନିଜକୁ ଗୌରବାନ୍ୱିତ ମନେ କରନ୍ତି। 1936 ମସିହା ଏପ୍ରିଲ 1 ତାରିଖ ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। 1558 ମସିହା ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ପଡ଼ୋଶୀ ରାଜ୍ୟମାନଙ୍କ ସହ ମିଶି ଯାଇଥିଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା, ଯେଉଁଥିରେ ଉତ୍କଳ ଗୌରବ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳମଣି ଗୋପବନ୍ଧୁ ଦାସ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ସଂଘର୍ଷ ଏବଂ ପ୍ରୟାସ ପରେ 1936 ମସିହା ଏପ୍ରିଲ 1 ତାରିଖ ଦିନ ଓଡ଼ିଶା ନିଜର ପରିଚୟ ପାଇଥିଲା। ପ୍ରତିବର୍ଷ ଏପ୍ରିଲ 1 ତାରିଖ ଦିନ ଓଡ଼ିଶା ସରକାର ଛୁଟି ଘୋଷଣା କରନ୍ତି। ସ୍କୁଲ କଲେଜମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭାଷଣ ପ୍ରତିଯୋଗିତା ଆୟୋଜନ ହୋଇଥାଏ। ଉତ୍କଳ ଦିବସ ଓଡ଼ିଶାବାସୀଙ୍କ ମଧ୍ୟରେ ଏକତାର ଭାବନା ସୃଷ୍ଟି କରିଥାଏ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ଉତ୍କଳ ଜନନୀ। ଭାଷଣଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।